କିଛି ଭୁଲ ନଥିଲା ଆଉ ସେ ମିଛ ଚିଠି ଲେଖି ତା ଶ୍ୱଶୁର ଘରକୁ ପଠେଇ ଦେଲା ଆଉ ଏ କଥା କଣ ସତ? ହଁ ସତ। ଆମ ରାଧା ରାଜୁ ପାଖରେ ସବୁ ସତ କଥା କହିଛି। କିନ୍ତୁ ମୁଁ ବୁଝିପାରୁନି ମମତା ସେଦିନ ସେ କାହିଁକି ଏମିତି ମିଛ ଚିଠି ଲେଖି ତା ଶ୍ୱଶୁର ଘରକୁ ପଠେଇ ଦେଲା? କେବଳ ମୋହନ ବାବୁଙ୍କ ପାଇଁ। ମୁଁ ଭୁଲ କରିଛି ମମତା, ମୁଁ ବହୁତ ବଡ଼ ଭୁଲ କରିଛି। ରାଧାକୁ ସେଦିନ ଭୁଲ ବୁଝି ମୁଁ ତାକୁ ଘରୁ ବାହାର କରିଦେଇଛି, ତାକୁ ବହୁତ ଗାଳି ଗୁଲାଜ କରିଛି। ମମତା ତମେ କହିଲ ନା କି କେମିତିକା ଭାଇ ମୁଁ, କେମିତିକା ମୋ ଭାଇ ପଡ଼ିଆ। ମମତା ମୁଁ ଭାଇ ନୁହେଁ, ମୁଁ ହେଉଛି ଗୋଟେ କଂସ। କାହିଁକି ସେ ପଛ କଥା ଗୁଡ଼ାକ ଭାବୁଛ କହିଲ? ଆମ ରାଧା ହାତକୁ ଦିଆ ଖାଇ କୋଳରେ ଲାଗି ଯାଇଛି। ଆଗକୁ କେମିତି ସୁଖମୟ ଭରସା କରିପାରିବ କେବଳ ସେଇଥିପାଇଁ ହବ। ତମେ ତୁଣ୍ଡୁ ସତ ହବ ମମତା, ତମେ ଦେଖିବ ଆମ ରାଧାଟା ତା ଶ୍ୱଶୁର ଘର ବହୁତ ସୁଖ କରିବ, ସୁଖ କରିବ। କିନ୍ତୁ ରାଧାର ଶ୍ୱଶୁର 5 ଲକ୍ଷ ଟଙ୍କା ଯୌତୁକ ପାଇଁ ଆମ ରାଧାକୁ ଧମକ ଦେଇଛନ୍ତି। ଯୌତୁକ ନଦେଲେ ସେ ଆମ ରାଧାକୁ ମାରିଦେବେ। 5 ଲକ୍ଷ ଟଙ୍କା? ମମତା 5 ଲକ୍ଷ ଟଙ୍କା ଆଣିବି କୋଉଠୁ? ଆରେ ମତେ ଦବ କିଏ? ହାତରେ କିଏ ଦବ? ମମତା ମୁଁ କିଛି କାମ କରୁନି ମମତା। ତମେ ତ LIC କରୁଛ, ସେ LIC ଟଙ୍କାକୁ ଭାଗି ଦିଅ। ସେ LIC ପଇସା ଆଣି ଆମ ରାଧାକୁ ଯୌତୁକ ବାବଦରେ ଦେଇଦିଅ। ମମତା ଲକ୍ଷ ନୁହଁ, 2 ଲକ୍ଷ ବି ନୁହଁ, 5 ଲକ୍ଷ ଟଙ୍କା। ମମତା ଆଖି ପାଉନି, LICରେ ଟଙ୍କା ଥିବା ତ ସମୁଦ୍ରକୁ ସନ୍ତେ। ଆଉ ତା ଛଡ଼ା ସେ ଟଙ୍କା ମେଚୁରିଟି ନହେଲେ ଉଠେଇବା ଅସମ୍ଭବ ହେବ। ତାହେଲେ ସେମାନେ ତ ଆମ ରାଧାକୁ ମାରିଦେବେ। ମମତାରେ କିଛି ହବନି। ମମତା ରାଜୁ ମୁକେଶ ବାବୁଙ୍କୁ ଟଙ୍କା ଆଣିବାକୁ ଯାଇଥିଲେ। ସେ ଏପର୍ଯ୍ୟନ୍ତ କାହିଁ ଫେରିଲେନି? ସେଇଥିପାଇଁ ଭାବୁଛି। ଆରେ ମହାରାଜୁ, ଆରେ ସେଥିରେ କଣ ଅଛି? ଆରେ ତ ଭାତ ପୁରା ପଚାରୁଛନ୍ତି, ଆରେ କହ। ଟଙ୍କା ଆରେ କହ ରାଜୁ, ଆରେ ଏତେ ଟଙ୍କା ତତେ କିଏ ଦେଲା? ବ୍ୟାଙ୍କ ଦୋକାନ ଧରି ଆଣିଛି। ଆରେ କଣ କହିଲୁ? ତୋ ବ୍ୟାଙ୍କରୁ ଟଙ୍କା କିଏ ଆଣିଛୁ? ତତେ କଣ ପାଠ ପଢାଇଥିଲି ଏଇଥିପାଇଁ? ତୁ ମତେ ଏଇଆ ଦୋଷ ଦବୁ? ତୁ କିଛି ଭୁଲ କଲି ଭାଉଜ। ସମସ୍ତେ ତାଙ୍କର ହାତ ପଟେ ନିରାଶ ନ କରେ। ଭୁଆ କଣ କରିଥାନ୍ତି? ଶେଷରେ ବ୍ୟାଙ୍କ ଡକାୟତ କରିବା ପାଇଁ ବାଧ୍ୟ ହେଲି।
ଲାଗିଥିବା ତା ରାକ୍ଷୀ ପାଉଣାର ପରିଶୋଧ କରିବା ପାଇଁ ତାରେ ସାନ ଭାଇ ରାଜୁ ହାତକଡ଼ି ପିନ୍ଧି ତେଲକୁ ହସି ହସି ଚାଲିଯିବ, ହସି ଗୋଟାରେ ଝୁଲିଯିବ। या डोंगरात तू बँक